ବିକ୍ରମପୁର ନାମରେ ଗୋଟିଏ ଛୋଟିଆ ଗାଁଟିଏ ଥିଲା। ସେହି ଗାଁରେ ରାଜୁ ତା ବୁଢ଼ୀମା ସହିତ ରହୁଥିଲା। ରାଜୁର ବୁଢ଼ୀମା ରାଜୁକୁ ଡାକି କହିଲା, ତୁ ଟିକେ ଯାଇ ମାମୁଁ ଘରୁ ବୁଲି ଆସିଲେ ହୁଅନ୍ତାନି? ହଉ, ମୁଁ ମାମୁଁ ଘରକୁ ଯାଉଛି, ତୁ ମନେ କରି ଖାଇଦେବୁ ହେଲା। ରାଜୁର ବୁଢ଼ୀମା ରାଜୁକୁ ଡାକି କହିଲା। ସନ୍ଧ୍ୟା ହେବା ପୂର୍ବରୁ ପଳେଇ ଆସିବୁ ଧନ। ତା ମାର କଥା ଶୁଣି ରାଜୁ କହିଲା, ତୁ ବି ନା ଏସବୁ ମିଛ କଥାକୁ ବିଶ୍ୱାସ କରୁଛୁ। ଭୂତ ପ୍ରେତ କିଛି ନାହାନ୍ତି ଦୁନିଆରେ। ମୁଁ ଜଲ୍ଦି ଯାଇ ପଳେଇ ଆସିବି, ତୁ ନିଜର ଯତ୍ନ ନେବୁ ହେଲା। ମୁଁ ବାହାରିଲି। ଏହା କହି ରାଜୁ ନିଜ ମାମୁଁ ଘରକୁ ବାହାରି ପଡ଼ିଲା। ରାଜୁ ନିଜ ଗାଁ ରାସ୍ତାରେ ଚାଲିବାକୁ ଲାଗିଲା। ରାଜୁ ନିଜ ମାମୁଁ ଘରର କବାଟ ବାଡ଼େଇଲା। କିଏ ଅଛ? କିଏ ଅଛ? କବାଟ ଖୋଲ। ରାଜୁ କିଛି ସମୟ କବାଟ ବାଡ଼େଇବା ପରେ ତା ମାମୁଁ ଆସି କବାଟ ଖୋଲିଲେ। ଆରେ ବଣୁଜ, ତମେ କେତେବେଳେ ଆସିଲ? ଏଇ ସାଙ୍ଗେ ସାଙ୍ଗେ ଆସିଲି ପରା ମାମୁଁ। ରାଜୁ ତା ମାମୁଁ ସହିତ କିଛି ସମୟ କଥା ହେଲା। କିଛି ସମୟ ମଧ୍ୟରେ ତା ମାଇଁ ଆସି ପହଞ୍ଚିଲେ। ମାଇଁ ପ୍ରଣାମ। ଏବେ ରାଜୁର ମାମୁଁ କହିଲା, ହଉ ତୁମେ ଖାଇକି ଯିବ ଭଣଜା, ମୁଁ ଟିକେ ମାର୍କେଟରୁ ଆସୁଛି। ଏହା କହି ରାଜୁର ମାମୁଁ ଚାଲିଗଲେ। ମାଇଁ ରାଜୁକୁ ଖାଇବାକୁ ଦେଲେ। ରାଜୁ ପେଟ ପୁରି ଖାଇଲା ଆଉ ଜଲ୍ଦି ଜଲ୍ଦି ନିଜ ଘରକୁ ବାହାରି ପଡ଼ିଲା। ହେ ଭଗବାନ, କେତେ ଜଲ୍ଦି ସନ୍ଧ୍ୟା ହେଇଗଲା। କଥା କଥାରେ ତ ମୁଁ ଭୁଲିଗଲି ମା କହିଥିଲା ଜଲ୍ଦି ଯିବା ପାଇଁ। ଏହା କହି ରାଜୁ ଜଲ୍ଦି ଜଲ୍ଦି ଚାଲିବାକୁ ଲାଗିଲା। ହଠାତ୍ ରାଜୁକୁ କୌଣସି ଗୋଟେ ଝିଅର ଶବ୍ଦ ଶୁଭିଲା। ରାଜୁ, ରାଜୁ, ପଛକୁ ଟିକେ ଦେଖ। ଧନ, ଟିକେ ପଛକୁ ଦେଖ। ରାଜୁର ଆତ୍ମା ଥରିଗଲା। ସିଏ ପଛକୁ ଦେଖିଲା ଆଉ ପଚାରିଲା, କିଏ 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 କୋଉଠି ଅଛ? ଏହି କାନ୍ଦ ଶବ୍ଦ ଶୁଣି ରାଜୁ ବହୁତ ଡରିଗଲା ଆଉ ଦୌଡ଼ିବାକୁ ଲାଗିଲା। ନିଜକୁ ନ ଅଟକାଇ ପାରି ପଛକୁ ଚାହିଁଲା। ରାଜୁ ପଛକୁ ଚାହିଁ ଦେଖିଲା, ଗୋଟିଏ ଲାଲ ଶାଢ଼ୀ ପିନ୍ଧି ହାୱାରେ ଉଡୁଥିବା ଡାହାଣୀକୁ ଦେଖିଲା। ତାର ଲାଲି ଆଖି ଆଉ ଖୋଲା କେଶ ଦେଖି ରାଜୁ ଡରିଗଲା। ରାଜୁ ଏ ଦୃଶ୍ୟ ଦେଖି ଅଚେତ ହୋଇ ତଳେ ପଡ଼ିଗଲା। ସକାଳର ଦୃଶ୍ୟ। ରାଜୁ ଅଚେତ ହୋଇ ଜଙ୍ଗଲ ମଧ୍ୟରେ ପଡ଼ିଥାଏ। ରାଜୁର ଧୀରେ ଧୀରେ ଚେତା ଆସିଲା। ରାଜୁ ଠିଆ ହୋଇ ଭଗବାନଙ୍କୁ ବହୁତ ଧନ୍ୟବାଦ ଜଣାଇଲା। ହେ ପ୍ରଭୁ, ତମକୁ ବହୁତ ବହୁତ ଧନ୍ୟବାଦ। ତମେ ଆଜି ମୋତେ ବଞ୍ଚେଇ ଦେଲ ପ୍ରଭୁ। ସେ ଜଙ୍ଗଲର ଚାରିଦିଗକୁ ଅନାଇଲା। ସେ ଏକ ନିଶ୍ୱାସରେ ଘରକୁ ଦୌଡ଼ିବାକୁ ଲାଗିଲା। ଦୌଡ଼ି ଦୌଡ଼ି କିଛି ସମୟ ମଧ୍ୟରେ ସେ ଯାଇ ନିଜ ଘର ପାଖରେ ପହଞ୍ଚିଲା। ସେ ନିଜ ବୁଢ଼ୀ ମା'କୁ ଆବାଜ ଦେଲା, ମା, ମା। ତାର ବୁଢ଼ୀ ମା ଘରୁ ବାହାରକୁ ଆସିଲା। ଆରେ ପୁଅ, ତୁ ରାତି ଯାକ କୋଉଠି ଥିଲୁ ରେ? ଏହା ଶୁଣି ରାଜୁ ଗଲାକାଲିର ସବୁ ଘଟଣା ତା ମା ଆଗରେ ଗୋଟି ଗୋଟି କରି କହିଲା। ସେହି ଦିନର ରାତିର ଘଟଣା। ରାଜୁ ନିଜର ଖଟ ଉପରେ ଶୋଇଥାଏ। ହଠାତ୍ ରାଜୁକୁ କିଛି ଶବ୍ଦ ଶୁଭିଲା।
ରାଜୁ ଉଠି ବସି ପଡ଼ିଲା। ପୁଣି ସେହି ଜଙ୍ଗଲର ଦୃଶ୍ୟ।